ଗୋଟେ କଥା ଜାଣିଛ? କହିମି ପୁରା ନିରା ସତ କଥା। ତୁ କହୁଛୁ ଯେ ରିଲ୍ସ ଦେଖିକି ତମେ କହୁଛ କହିବ କି? ନା ତମେ କୁହ, ମୁଁ ଶୁଣୁଛି। ଏ ଯୋଉ କହୁନାହାନ୍ତି ନା ବାପ ପଇସାରେ ହଉଛି ସଉକ କରିବେ, ଏଇଟା ସତ କଥା। କିନ୍ତୁ ବାପ ପଇସାରେ କେବଳ ନିଜେ ସଉକ କରିପାରିବ, ସେ ଟଙ୍କାଟେ ହବ ନା କାହିଁକି, ଟଙ୍କାଟେ ହେଲେ ବି ସେ ତା ବାପ ପଇସାରେ ଖୁସି ରହିବ। ତମେ 1,00,000 ଟଙ୍କା ଇନକମ୍ କଲେ ବି ମୁଁ ମୋ କଥା କହୁଛି କେବେ ଖୁସି ହେଇପାରିବେନି। କାହିଁକିନା ମୋ ପାଇଁ ଗୋଟେ କିଛି କିଣିତେ ଗଲେ ନଥାଉ, ସେଇକି ସାଙ୍ଗେ ସାଙ୍ଗେ ଯଦି ଆଉ କିଛି କାହାର ଦରକାର ହବ ନା, ଟଙ୍କାଟେ 1,000 ଟଙ୍କା ବି ପଠେଇଦେବି। କିନ୍ତୁ ମୋ ପାଖକୁ ଗଲାକୁ ନା ପଇସାଟା ତ ଦରକାର ଅଛି। ଆଜି ଯାଇଥିଲି ନା ମାର୍କେଟ, ତତେ ପଠେଇଥିଲି, ଦେଖିକି ପଳେଇ ଆସିଲି। ଇଚ୍ଛା ହେଲା ନା ଥାଉ 2,000 ଟଙ୍କା, ସେଇଥିପାଇଁ ବାପ ପଇସାର ଟଙ୍କାଟେ ବି ହଉ, ସେତେବେଳେ 10 ପଇସା 20 ପଇସା ଚାଲୁଥିଲା, ସେଥିରେ ଖୁସିଥିଲା। ମୋର ମନେ ଅଛି ଟୁକୁ ଭାଇର ମୋର ଯାଇଥିଲେ ବିଜ୍ଞାନ ମେଳା ଦେଖତେ, ମୋତେ 50 ପଇସା, ଟୁକୁ ଭାଇକି 75 ପଇସା ଦେଇଥିଲା ଆମର। ସିଏ ଖୁସି ଥିଲା, ଆଉ ସେ ପଇସା ବି ଖର୍ଚ୍ଚ କରିନଥିଲେ, ଫେରେଇକି ନେଇଯାଇଥିଲେ ଏ ପଇସା ଅଛି ବୋଲି। ଆଉ ନିଜ ପଇସା ତ କେବଳ ଆବଶ୍ୟକ ଅଛି ବୋଲି କିଣିତେ ପଡୁଛି, ନହେଲେ ନାହିଁ। ସଉକ ତ ଦୂରର କଥା।